ବୁଥର ଜଣେ ଭୋଟର ସେ ସେଠି ବୁଥରେ ଭୋଟ ଦେବା ପାଇଁ ପାଖାପାଖି 3:45 ସମୟରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟଙ୍କୁ ନିମନ୍ତ୍ରଣ କରିଥିଲେ ଯେ ଆପଣ ଆସନ୍ତୁ ଆମେ ଦୁଇ ଜଣ ବୁଲି ବର୍ତ୍ତମାନ ବୁଥରେ କ'ଣ କ'ଣ ଚାଲିଛି ଦେଖିବା ଏବଂ ଭୋଟିଂ ସମୟରେ ମଧ୍ୟ ଆମେ ପରିଦର୍ଶନରେ ଯିବା। ତଦନୁଯାୟୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜସୁନା ଖେଳାର ଏହି ନିର୍ଦ୍ଦିଷ୍ଟ ବୁଥରେ ପହଞ୍ଚିଥିଲେ। ସେ ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡ଼ିର ଗୁଣ୍ଡାମାନେ ଅତ୍ୟନ୍ତ ଅଶାଳୀନ ଏବଂ ଅଭଦ୍ର ଭାଷାରେ ଶ୍ରୀ ପ୍ରଶାନ୍ତ ଜଗଦେବ ଏବଂ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଗାଳିଗୁଲଜ କରିଥିଲେ। ସବୁଠୁ ଦୁଃଖର କଥା ଖୋର୍ଦ୍ଧାର ଯିଏ ଡିଏସ୍ପି ଏସ୍ଡିପିଓ ଦିଲ୍ଲୀପ ଦାସ ସେ ଜଣେ କ୍ରିମିନାଲ ଭଳି ବ୍ୟବହାର କରିଛନ୍ତି। ନିଜେ ଜଣେ ଅପରାଧୀ ପଥର ମାଫିଆ ବୋଲି ତାଙ୍କୁ ଡାକୁଛନ୍ତି ଖୋର୍ଦ୍ଧାରେ। ଯେତେ ଆପଣ ଦେଖିବେ ଯେଉଁ ଗୋଡ଼ି ପଥର ତାର କଳା ବେପାରୀର ସର୍ଦ୍ଦାର ହେଉଛନ୍ତି ଏସ୍ଡିପିଓ ଦିଲ୍ଲୀପ ଦାସ। ଅନେକ ଅଭିଯୋଗ ଆମ ପାଖରେ ଆସି ପହଞ୍ଚିଛି, ତାର ଉଚିତ ଜବାବ ମଧ୍ୟ ଦିଆଯିବ। ଏ ଦିଲ୍ଲୀପ ଦାସ ମହୋଦୟ ଯେ କି ଖୋର୍ଦ୍ଧାର ଏସ୍ଡିପିଓ ଭାବେ କାର୍ଯ୍ୟରତ ଅତ୍ୟନ୍ତ ଅମାନୁଷିକ ଭାବେ ଏବଂ ପୋଲିସ ନିୟମର ସମସ୍ତ ଆଇନ କାନୁନ ଭାଙ୍ଗି ଏ ଦୁଇ ଜଣ ବିଜେପିର ପ୍ରାର୍ଥୀଙ୍କୁ ଥାନାର ଚୌତରାରେ ବସେଇଥିଲେ, ତଳେ ବସେଇଥିଲେ। ସେମାନେ ପାଣି ମାଗିଲେ ଦିଆଗଲା ନାହିଁ, ଖାଦ୍ୟ ମାଗିଲେ ଦିଆଗଲା ନାହିଁ। ଅତ୍ୟନ୍ତ ଅମାନୁଷିକ ଭାବେ ରାତି 12ଟାରୁ ଗୋଟାଏ ବେଳେ ଯେମିତି ଅପରାଧୀମାନଙ୍କ ସହିତ ଡିଲ୍ କରାଯାଏ ସେଇଭଳି ଭାବେ ତାଙ୍କୁ ଏସ୍ଟିଜେଏମ୍ଙ୍କ ପାଖରେ ଯାଇକରି ହାଜର କରାଯାଇଥିଲା। ତାଙ୍କର ଓକିଲ ନଥିଲେ। ପ୍ରଶାନ୍ତ ଜଗଦେବଙ୍କୁ ଅତ୍ୟନ୍ତ ତାଙ୍କ ପରିବାରର ଲୋକମାନଙ୍କ ସହିତ ଭେଟେଇ ଦେଲେନି, ବନ୍ଧୁବାନ୍ଧବମାନଙ୍କ ସହିତ ଭେଟେଇ ଦେଲେନି। ବୋଲଗଡ଼ ଥାନାର ରିଜର୍ଭ ଅଫିସରେ ତାଙ୍କୁ ରାତି ଅଧରେ ଅକଥନୀୟ ଅତ୍ୟାଚାର କରାଯାଇଛି। ଦିଲ୍ଲୀପ ଦାସ ମହୋଦୟଙ୍କୁ ଆଜି ଆମେ ତାଗିଦା କରୁଛୁ, ଆପଣ ବି ବର୍ତ୍ତିବେନି। ଆଇନ ହାତକୁ ନେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସି ଏକ ମୁକ୍ତ ଓ ଅବାଧ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଯେଉଁ ଡିଏସ୍ କୁଟ୍ଟେ ମହୋଦୟ ଏସବୁ ଚକ୍ରାନ୍ତ କରିଛନ୍ତି ତାର ସମସ୍ତ କଲ୍ ରେକର୍ଡ ଯାଞ୍ଚ କରାଯାଉ। ଆମ ପାଖରେ ନିର୍ଦ୍ଦିଷ୍ଟ ଅଭିଯୋଗ ପହଞ୍ଚିଛି, ପୋଲିସର ହେଡ଼କ୍ୱାର୍ଟରରୁ ୟାକୁ ମନିଟର କରାଯାଉଥିଲା ଏବଂ ଦିଲ୍ଲୀପ ଦାସ ହେଉଛନ୍ତି ମୁଖ୍ୟ ଚକ୍ରାନ୍ତକାରୀ ଯେ କି ପ୍ରଶାନ୍ତ ଜଗଦେବଙ୍କୁ ଏକ ମିଥ୍ୟା ମକଦ୍ଦମାରେ ଫସାଇବା ପାଇଁ ଏ ଷଡ଼ଯନ୍ତ୍ର ରଚନା କରିଥିଲେ। ପ୍ରିଜାଇଡ଼ିଂ ଅଫିସର ଆମେ ଯାହା ଶୁଣିଛୁ ସେ ଅଭିଯୋଗ ତାଙ୍କୁ ବାଧ୍ୟ କରାଯାଇଛି ଅଭିଯୋଗ ପତ୍ର ଦାଖଲ କରିବା ପାଇଁ, ଏଫଆଇଆର ଦରଜ କରିବା ପାଇଁ। 4:30ରେ ଏମ୍ପିଙ୍କ ଗାଡ଼ିକୁ ଜବରଦସ୍ତି ଅଟକାଯାଇ 3ଟି ପୋଲିସ ଗାଡ଼ି ଯେଉଁଭଳି ଭାବେ କ୍ରିମିନାଲଙ୍କୁ ଫଲୋ କରାଯାଏ ସେଇଭଳି ଭାବରେ ତାଙ୍କ ପିଛା କରି ଏମ୍ପିଙ୍କ ଗାଡ଼ିରୁ ତାଙ୍କୁ ଜବରଦସ୍ତି ଓହ୍ଲେଇ ପୋଲିସ ଗାଡ଼ିରେ ବସେଇ ରାତିରେ ମଧ୍ୟରାତ୍ରିରେ ତାଙ୍କୁ ଯେଉଁଭଳି ଭାବେ ଅତ୍ୟାଚାର କରାଯାଇଛି। ଜଣେ ସିଟିଂ ଏମ୍ଏଲ୍ଏ ଯେ କି ବର୍ତ୍ତମାନ ମଧ୍ୟ ଚିଲିକାର ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି, ତାଙ୍କୁ ତଳେ ବସେଇବା, ଜଣେ ଏମ୍ଏଲ୍ଏ ପ୍ରାର୍ଥୀ ଗୋଟେ ଜାତୀୟ ଦଳର ପ୍ରକାଶ ରଣବିଜୁଳି ତାଙ୍କୁ ତଳେ ବସେଇବା, ପଲସ୍ତରା ଉପରେ ଚୌତରା ଉପରେ ଚୌକି ଖଣ୍ଡେ ବି ନଦେବା। ପ୍ରଶାନ୍ତ ରଣବିଜୁଳିଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ କିଛି ବି ନଥିଲା। ସେ ଯାଇଥିଲେ ବନ୍ଧୁ ହିସାବରେ ତାଙ୍କୁ ସାହାଯ୍ୟ କରିବା ପାଇଁ। ଦୁଇ ଜଣ ବିଧାୟକ ପ୍ରାର୍ଥୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ, ନିର୍ଦ୍ଦୟ ଭାବେ ତାଙ୍କୁ ଟ୍ରିଟ୍ କରାଯାଇଛି ପୋଲିସ ଷ୍ଟେସନରେ ଏବଂ ଏ ଦିଲ୍ଲୀପ ଦାସ ଏବଂ ସେଠାକାର ଆଇଆଇସି ବୋଲଗଡ଼ର ଜଣେ ଭଦ୍ରମହିଳା କିଏ ଅଛନ୍ତି, ଏ ଦୁଇ ଜଣ ଯାକ ପୁଲିସ ବଡ଼ ବଡ଼ ଅଫିସରଙ୍କ ପାଖରୁ, ମୁଖ୍ୟ କାର୍ଯ୍ୟାଳୟରୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରି ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସେଇ ଜେଲକୁ ଫରୱାର୍ଡ଼ କରିଛନ୍ତି। ଆପଣମାନେ ଦେଖି ଆଶ୍ଚର୍ଯ୍ୟ ହେବେ, ଆଜି ବି ମଧ୍ୟ ଜଣେ ଡ୍ରାଇଭର ଯେ କି ଆଙ୍କ ଗାଡ଼ି ଚଲାନ୍ତି ଅପରାଜିତା ଷଡ଼ଙ୍ଗୀଙ୍କ ଏସ୍କର୍ଟ ଗାଡ଼ିରେ ଯାଆନ୍ତି, 1 ନମ୍ବର ଗାଡ଼ିରେ, ତାଙ୍କ ନାଁ ହେଉଛି ବନମାଳୀ ବାବୁ। ତାଙ୍କ ଉପରେ ଚାପ ପକାଯାଉଛି ଯେ ତୁମେ ଆଙ୍କ ବିରୁଦ୍ଧରେ ସାକ୍ଷୀ ଦିଅ। ସେ ଅତ୍ୟନ୍ତ ଆଜି ଆପଣ ଦେଖିବେ
माने बेसहारा भावे प्रेस आगे कहते जे मु ए घटना संपूर्ण मिथ्या एथिरे कौनसी सत्यता नहीं पुलिस मते जबरदस्ती बाध्य करी साक्षी होगा वर्तमान प्रवर्तौची चाप पकाउची एवं मु जदि साक्षी न दिए से माने मो परिवार को कुआडे उड़े देबे बोली धमक दौरान। दिलीप दास महोदय आपन को तागिदा करी आज कहूचु ये सरकार सबुदिन रहिबनी। वर्तमान रो फलाफल अनुजाई भारतीय जनता पार्टी पाखापाखि 92टी आसन रे जीति सारलानी। लोकसभा 15 को 15 एवं विधानसभा 92टी आसन रे विजय लाभ कर सारलानी। सरकार बदलिबो ये तमिल बाबू को भरोसा करी आपण ओडिया नेता उपरे जो अत्याचार चलैचंती बेसी दिन नुहे कड़ा जवाब दिया जो आपण को राति अधरे पुलिस अनुशासन को भंग करी आपण कोन अपेक्षा करि पारलेनी। सीसीटीवी आमे बारंबार दाबी करागला गाँ लोक माने सर्वसम्मुखरे कहिले प्रेस आगरे कहिले श्री जगदेव होचंती निर्दोष तांकर कोनोसी संपृक्ति नहीं। बीजेडी दलर गुंडा माने से विधानसभा मेसीन को भांगी एक गाँ लोक कहते जो माने सेठी उपस्थित थिले प्रत्यक्ष साक्षी मानू विश्वास को न नहीं तांको बयान रेकर्ड न करा जाई पुलिस बड़ बड़िया बाबू मानकर कथारे आपण गोटे मिथ्या मकदमा दरज करी तांकु जेल को पठेबार मसुदा एटा सही समय नुहे पूर्वर करा जाइथला। आगुरु चक्रांत रचा जाइथिला प्रशांत जगदेव जेतबेले भोट दबाकू आसीबे एई भली भाबे सीन सृष्टि करा जीवो एवं तांकु एथिरे अपराधी सजेई दिया जीवो। प्रत्यक्षदर्शी मानकर बयान को विचार को न निया जाई सीसीटीवी को सर्वसम्मुख में प्रकाश न करी दाबी सत्वे भी पुलिस अत्यंत तरबरिया भावे चाप प्रयोग द्वारा चापरे पड़ी चापर वशवर्ती हो ए जगदेव को आज वर्तमान कोर्ट को फॉरवर्ड करैछन्ती। मु आपण मान जरिया ओडिशा सर्वसाधारण को जनसाधारण को कहवा को चाहे जे बीजेडी वर्तमान अत्यंत हिंस्र हो गलानी हारिबा भय तांकु एते घारिलानी से वर्तमान पुलिस को आयुध करी गुंडा सजेई बीजेपी प्रार्थी कर्मी एवं नेतांक उपरे अकथनीय अत्याचार करुचंदी। तेणु मु पुणी थरे आपण मान जरिया ओडिशार जनसाधारण को निवेदन करी जे एमान को गुंडागिरी रे बिल्कुल आपण माने डरी जातुनी निरपेक्ष भाव में आपणकर मतदान करंतु एवं गणतंत्र जो फ्री और फेयर इलेक्शन ताकू भ्रष्ट दिगभ्रष्ट करने जो पुलिस अधिकारी माने चाटुकार साजी आज तमिल बाबू को कथारे पड़ी भोटर मान को भयभीत कराउचंती एवं निरपराध लोक मान को अपराधी सजाउचंती तार कड़ा गंडा जवाब नियाजिवो जून 10 तारिख पर। तेणु बंधुगण मु आपण मान जरिया पुणी थे स्पष्ट करने को चाहे जे साक्षी मान को उपरे जबरदस्ती कहुच्छी तमें साक्ष्य प्रमाण दियो साक्षी हुओ मिछ कथा कह जगदेव अपराध करिसेंती बोली तमें स्वीकार कर नचे तुमको एवं तुम परिवार को आमे पुणी भी अपराध रे फसई देबू। यही भली कार्यर आपण सेनापति साजिचंती मिस्टर कुटे जे कि तृतीय महालारू प्रत्यक्ष भाव में आप देखिए अनेक इंस्टांसेस आम पाखु आसिलानी धमक दौरान भोटर मान को भयभीत कराउचंती पुलिस प्रशासन को तागिदा करी बीजेडी सपक्ष रे किभली भाव व्यवहार करा जिवो सेथिपई गोटी चालना करुचंती केही भी वर्तिबेनी। जून 10 तारिख पर ये जो चाटुकार पुलिस ऑफिसर माने ओडिशा रे आज पर्यंत अत्याचार चली आसथिले तांकु कड़ा गंडा जवाब दिया जिवो।